ଷ୍ଟଡିଏସ୍ ସ୍ପିଚ୍ରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଦେଖିବା କୁନି କୁନି ପିଲାମାନଙ୍କ ପାଇଁ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ସୁନ୍ଦର ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ସର୍ବପ୍ରଥମେ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମୁଁ ଗର୍ବରେ କହିବି ଯେ ଆଜି ଆମେ ଆମ ଦେଶର 79ତମ ସ୍ୱାଧୀନତା ଦିବସ ପାଳନ କରୁଛେ। ଆମ ଦେଶ ଦୀର୍ଘ 200ରୁ ଉର୍ଦ୍ଧ୍ୱ ବର୍ଷ ଧରି ଇଂରେଜମାନଙ୍କ ଦ୍ୱାରା ଶାସିତ ହେଲା ପରେ 1947 ମସିହା ଆଜିର ଦିନରେ ସେମାନଙ୍କର ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ଲାଭ କଲା। ଏହା ଆମ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ସମ୍ଭବ ହୋଇଥିଲା। ନେତାଜୀ ସୁଭାଷ ବୋଷ, ମହାତ୍ମା ଗାନ୍ଧୀ, ଭଗତ ସିଂ, ବାଜି ରାଉତ, ମଙ୍ଗଲ ପାଣ୍ଡେଙ୍କ ଭଳି ଭାରତ ମାତାର ସୁପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆମେ ସ୍ୱାଧୀନତା ଦିବସ ପାଳନ କରି ଆସୁଛୁ। ଆମେ ମଧ୍ୟ ଆଜି ମିଳିମିଶି ଶପଥ ନେବା, ସୁଯୋଗ ମିଳିଲେ ଆମ ଦେଶ ପାଇଁ ନିଜ ଜୀବନ ହସି ହସି ଦେଇଦେବା ଏବଂ ନିଜକୁ ଜଣେ ଭାରତୀୟ ବୋଲି ସର୍ବଦା ଗର୍ବ କରିବା। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।